नमस्कार दर्शक बंधु ओडिशा भास्कर आउ एक कार्यक्रम को स्वागत करुच्ची मु शंकर। गंजाम जिला हूँ कला संस्कृतिर ग्राम जहाँकि यही माटी जन्मग्रहण करिसेंती वरिष्ठ निर्देशक एवं बहु कलाकार माने। आज आम पहुँची गंजाम जिला सानखेमुंडी ब्लॉक अंतर्गत कलरापद ग्राम जहाँकि एथिरे आम पाखे उपस्थित अच्छा गंजामर नाट्य जगतर सुनामधन्य निर्देशक तांको सह सीधा सड़क आम आलोचना करवा। आज्ञा सर्वप्रथम ओडिशा भास्कर को स्वागत करुँ शंकर। आपणकर जो यात्रा शैली बाल्य कलाकार रू एत बड़ निर्देशक केमती थिला यार जीवन? ମୁଁ ତ ଛୋଟ ଥିଲି 10 ବର୍ଷ ହେଇଥିଲା। 10 ବର୍ଷରୁ ସଙ୍ଗୀତ ଶିଖିଲି। ସଙ୍ଗୀତ ପରେ ସଙ୍ଗୀତ ଶିଖା ଶିଖି ସରିଲା ପରେ ଗୀତି ନାଟ୍ୟ ଫିଟ ଶିଖିଲି। ତାପରେ ଯେତେବେଳେ ମୁଁ ମାଷ୍ଟର ହେଲି ମହାଭାରତ ଶିଖେଇଲି। ତାପରେ ରାମାୟଣକୁ ଆସିଲି। ଯେମିତି ରାମାୟଣ କିଛି କିଛି ଲେଖକମାନଙ୍କର କେତେ ବହି ଆଣିକିରି ଗୋଟେ ଏକଜୁଟ କଲି। ଏକଜୁଟ କରିକି ତାପରେ ସବୁ ଯାକ ପସରା ବାଢ଼ିଲି। ଏମିତି ଗୋଟେ ଘରେ ସବୁକୁ ଠିକ୍ ଚିହ୍ନିକିରି କେଉଁଠି କେଉଁଟା ରଖିବା କ'ଣ କରିବା ବୋଲିକିରି ଗୋଟେ ଚିନ୍ତାଧାରା ଭଗବାନଙ୍କର ପ୍ରେରଣା ଆସିଲା। ସେତେବେଳେ ମୁଁ ଫାଷ୍ଟରେ ଦସ୍ୟୁ ରତ୍ନାକର ହେଉଛନ୍ତି ଜଣେ ବିଖ୍ୟାତ ଗୁଣ୍ଡା। ମଣିଷମାନଙ୍କୁ ମାରୁଛନ୍ତି, କିନ୍ତୁ ସେ ତାଙ୍କ ପୂର୍ବ ଜନ୍ମରେ ଥିଲେ ଜଣେ ମହାଜ୍ଞାନୀ ଋଷି। ଯେତେବେଳେ ତାଙ୍କର ଭାଗ୍ୟ ବିଡ଼ମ୍ବନାରୁ ବ୍ରହ୍ମା ଅଭିଶାପରେ ଦସ୍ୟୁ ଘରେ ଚଣ୍ଡାଳ ଗୃହରେ ଜନ୍ମ ହେଇକରି ଦସ୍ୟୁତା ଆରମ୍ଭ କରି ବହୁ ମନୁଷ୍ୟ ବହୁ ଧନ ଦୌଲତ ଲୁଟପାଟ କରିକି ସେସବୁ ତାଙ୍କର ପିତାମାତାଙ୍କୁ ପୋଷିବା ପାଇଁ ନେଉଥାନ୍ତି। ନେଲେ ଆଉ ସିଏ ଜଣେ ପରମ ଭକ୍ତ ଥିଲେ ବିଷ୍ଣୁଙ୍କର। ବିଷ୍ଣୁଙ୍କୁ ସବୁ ଜାଣିପାରିଲେ ଯେ ବିଷ୍ଣୁ ଯେ ମୋର ଭକ୍ତ ଜଣେ ଦୁଷ୍ଟାମୀ ଆଡ଼କୁ ଗତି କରିଛନ୍ତି, ତାକୁ ସଦମାର୍ଗକୁ କେମିତି ଆଣିବା ବୋଲି ସେ ଚିନ୍ତା କଲେ। ବ୍ରାହ୍ମଣ ବେଶରେ ଯାଇକି ଦସ୍ୟୁ ରତ୍ନାକରକୁ ତାଙ୍କ ବାପା ମାଆଙ୍କଠୁ ତମେ ଯେଉଁ ପାପ ଅର୍ଜନ କରୁଛ ତାଙ୍କେ ନେବେ କେହି ବୋଲିକିରି ଭାଗ ନେବେ କେହି ବୋଲିକି ପଚାରିକି ଆସ ଗଲେ। ପଚାରିଲେ ଦସ୍ୟୁ ରତ୍ନାକର ପଚାରିଲେ ଯେମିତି ତୁ କ'ଣ କରୁଛୁ କିସ କରୁଛୁ? ଆମ କର୍ମ ଯୋଗୁଁ ଆମେ ଖାଉଛୁ କି ପିଉଛୁ କି ବସୁଛୁ, ଆଉ ତୁ କ'ଣ କରୁଛୁ? ପାପ ପାଇଁ ଆମର ଭାଗ ନାହିଁ। ସେ ଦିନଠୁ ସିଏ ସଦମାର୍ଗକୁ ପଳେଇ ଆସିଲେ। ହେଲେ ଦସ୍ୟୁ କହିଲେ କ'ଣ ଭଗବାନଙ୍କୁ ଯେ ମୁଁ ଏ ପାପରୁ କେମିତି ଉଦ୍ଧାର ହେବି, ମୋତେ ସେଇ ମାର୍ଗଟି ବତେଇ ଦିଅ ବୋଲୁ ତାଙ୍କୁ ମରା ରାମ ନାମ ତାଙ୍କୁ ଆସିଲାନି ତ ମରା ନାମ ଘୋଷେଇକିରି ଭଗବାନ ବିଷ୍ଣୁ ପଳେଇ ଆସିଲେ। ସେଇ ଦିନଠୁ ସେ ମରା ନାମ ଘୋଷେଇ ଓଇହୁଙ୍କା ହେଇକରି ମାଟି ଦେହରେ ମିଶିଗଲେ। ଭଗବାନ ବିଷ୍ଣୁ ଜାଣିପାରିଲେ ଯେ ମୋ ଭକ୍ତ ଏବେ ପୁନର୍ବାର ଆଉ ପାପ ତାଙ୍କ ପାଖରେ କିଛି ନାହିଁ, ସବୁ ଲୋପ ପାଇଗଲାଣି। ତାଙ୍କୁ ସଦ୍ବୁଦ୍ଧି ଦେବାକୁ ଆଉ ଥରେ ଗଲେ। ଯାଇକରି ତାଙ୍କୁ ବାଲ୍ମୀକି ଋଷି ହଉ ବୋଲିକିରି ତାଙ୍କ ଆଶିଷରେ ବାଲ୍ମୀକି ଋଷି ହଉ ବୋଲିକିରି ରାମାୟଣ ଲେଖକ ହବ ବୋଲି କହିଲେ। ତାଙ୍କୁ ରାମାୟଣ କାବ୍ୟ ସିଏ ବାଲ୍ମୀକି ଋଷି ଲେଖି ନେଲେ। ସେତେବେଳେ କ'ଣ ଲେଖିଲେ? ଦଶରଥ ଅଯୋଧ୍ୟାର ନରେଶ ପାତ୍ର ମନ୍ତ୍ରୀଙ୍କୁ ଯେ ଦେଲେ ଆଦେଶ। ପୁତ୍ର ଲାଭ ଅର୍ଥେ ଯଜ୍ଞ କରିଲେ ସର୍ବ ଦେବତା ବ୍ରାହ୍ମଣେ ବରିଲେ। ଋଷ୍ୟ ଶୃଙ୍ଗ ମୁନି ତହୁଁ ଆସିଲେ ଲୋମ ପାଦ ଦୋଷେ ଇନ୍ଦ୍ର ବର୍ଷିଲେ। ଯଜ୍ଞ ହୋମରୁ ଯେ ଅଗ୍ନି ଉତ୍ପନ୍ନ ତିନି ଯଜ୍ଞ ଅଗ୍ନିରୁ ଯେ ଚରୁ ଉତ୍ପନ୍ନ ତିନି ରାଣୀ ଯେ କରିଲେ ଭକ୍ଷଣ। ଦେଖ ବିଧାତା ପୁରୁଷ ଭିଆଣ ତିନି ରାଣୀଙ୍କର ଗର୍ଭ ଧାରଣ। 10 ମାସ ଅବସାନ ହୋଇଲା ରାଜପୁରେ ଶୁଭବାଦ୍ୟ ବାଜିଲା। ତିନି ରାଣୀ ଗର୍ଭୁ 4 ସନ୍ତାନ ଆଲୋକିତ କଲେ ରାଜଭବନ। धन्यवाद आज्ञा। आउ गोटे देखा मिलूँ ग्रामांचल मानक बाद नाच लगुच दुई दल मध्य संघर्ष लगुच से दल मध्य देखा मिलूँ किंतु से पुराण कम देखा मिलूँ साठ किंतु अधिक देखा मिलूँ। जेपरी सीतामाता पुष्पा स्टाइल देखिथे आप रावणर पुष्पा स्टाइल देखिथे सेगुड़िक आम केमी बंद कर या आप कौन कहे? ସେଇଟା ଆପଣ ମାନଙ୍କର ଗୋଟେ ସଂସ୍ଥା
ସେ ସଂସ୍ଥାରେ ସେଇଟା କାଟିବାକୁ ହେବ ବୋଲି ଠିକ୍ କଲେ ଆପଣମାନେ ସମସ୍ତେ ଏକଜୁଟ ହୋଇକରି ହେଇପାରିବ, କିନ୍ତୁ ମାଷ୍ଟରମାନଙ୍କ ଭିତରେ କରିପାରିବେନି। କାହିଁକି? ମାଷ୍ଟରମାନେ କ'ଣ ମ୍ୟାନେଜରକୁ ଡରିକି ଥାଉଛନ୍ତି? ମାଷ୍ଟର ପାଖରେ କ'ଣ ଅଛି? ସେ ତ ଭାତିଆ ପକାଇକିରି ନାଟ ଶିଖଉଛି। ଆମେ ଯେତେବେଳେ ଯାଉଥିଲୁ ତ ମୋତେ ଭାତିଆ ଦେବ, ପାନ ବିଡ଼ି ସିଗାରେଟ୍ ଦେବ, ତେଲ ସାବୁନ ଦେବ ଗାଧୋଇବାକୁ, ତାପରେ ଏତିକି ପଇସା ଦେବ ବୋଲି ଆମେ ଚିଡ଼ଉଥିଲୁ। ମାସକୁ ମାସ ପଇସା ଦେଇଦେବ ବୋଲି ଚିଡ଼ୁଥିଲୁ। ଏବେ ତ ଭାତିଆ ଖାଇକି ରହୁଛନ୍ତି, ସେ ଡରିକି ରହୁଛନ୍ତି। ମ୍ୟାନେଜର ଯାହା କହିବ ତା କଥା ଶୁଣିବାକୁ ବାଧ୍ୟ ହେଇ କହିଲି ପୁରା ମୋବାଇଲରେ ଶିଖି ମାଷ୍ଟର। ଏବେ ଦେଖନ୍ତୁ 60 ବର୍ଷ ଆଗରୁ ଏଇ ବକାସୁର ବଧ ହେଇଥିଲା ଯେ ଏବେ ମଧ୍ୟ ବକାସୁର ଚାଲିଛି। ଆଉ ଗୋଟେ ନୂଆ ଜିନିଷ ଇଏ କରିନି। ଆମେ କାଞ୍ଚି ଅଭିଯାନ କରୁଛୁ, ସାଗର ମନ୍ଥନ କରୁଛୁ, ଶ୍ରବଣ କୁମାର କରୁଛୁ, ତାଡ଼କାବଦ୍ଧ କରୁଛୁ, ସୁପର୍ଣ୍ଣିକାର ନାଶାଚ୍ଛେଦନ କରୁଛୁ। କେଉଁଠି ଏ ଯେଉଁ ଡ୍ରାମା ଫାମା କରିବା ଗୋଟେ ନୂଆ ନୃତ୍ୟ କର ଆଜ୍ଞା ବୋଲେ କରୁଛୁ। କାହିଁ ଆଙ୍କେ ଯେତିକି ଅଛୁ କରୁଛନ୍ତି କି? ତୁମେ ଦେଖିଛ କେଉଁଠି ଆଉ କେଉଁ ନାଟରେ ବିନା ବକାସୁର ନହେଲେ ଆଉ କେଉଁଟା କରୁଛନ୍ତି କି? ଧନ୍ୟବାଦ। ଦେଖୁଥିଲେ ଯେଉଁ ବରିଷ୍ଠ ନିର୍ଦ୍ଦେଶକଙ୍କ ସଙ୍ଗୀତ ଶୈଳୀ ଏବଂ ନିର୍ଦ୍ଦେଶନାର ଶୈଳୀ, ଯାହାକି ମୁଁ ବି ଦେଖୁଛି ଦର୍ଶକମାନଙ୍କୁ ଏହି ଯେଉଁ ଯାହା ବି ଥିଲା ତାଙ୍କର ଜୀବନ କାହାଣୀ ତାଙ୍କେ ଆମ ଆଗରେ ବର୍ଣ୍ଣନା କରୁଥିଲେ। ଆପଣମାନଙ୍କୁ ନିଶ୍ଚିତ ଭଲ ଲାଗୁଥିବ। ସାନଖେମୁଣ୍ଡରୁ ଶଙ୍କର ସ୍ୱାଇଁ, ଓଡ଼ିଶା ଭାସ୍କର।